ଜୟ ଜଗନ୍ନାଥ। ମୁଁ ଦିବାକର ଦାସ ଆପଣମାନଙ୍କୁ ପ୍ରଣାମ କରୁଛି। ପବିତ୍ର ରାମ ନବମୀ ଆସନ୍ତା ମାର୍ଚ୍ଚ 27 ତାରିଖରେ ପଡ଼ୁଛି। ରାମ ଜିନକା ନାମ है अयोध्या दिन का धाम है ऐसे ही रघुनाथ को ବାର ବାର ପ୍ରଣାମ है। ଏଇ ରାମନବମୀକୁ ନେଇ କ'ଣ ରହିଛି ନିୟମ, ଆଉ ଏଇ ରାମନବମୀ ଦିନ ଏମିତି କିଛି ପ୍ରତିକାର ଆପଣ କରନ୍ତୁ ଯାହାକି ପ୍ରଭୁ ଶ୍ରୀରାମଙ୍କର ଦିବ୍ୟ କୃପା ଆପଣଙ୍କ ଉପରେ ରହିବା ସହିତ ଆପଣଙ୍କର ଧନ ବୃଦ୍ଧିରେ ସହାୟ ହେବ, ଆଉ ରଘୁନାଥଙ୍କ କୃପାରୁ ଆପଣଙ୍କୁ ମିଳିବ ଐଶ୍ୱର୍ଯ୍ୟ, ଆଉ ଗୃହର ଶାନ୍ତି ମଧ୍ୟ ଆପଣମାନଙ୍କ ନିହାତି ଭାବରେ ହେବ। ତ କ'ଣ କରିବେ, ପବିତ୍ର ଶ୍ରୀ ରାମନବମୀ ଆପଣ ନିଶ୍ଚିନ୍ତ ଭାବରେ ଯଦି ଆପଣ ଉପବାସ ବ୍ରତ ରାମନବମୀ ଦିନ କରୁଛନ୍ତି ଏହା ବହୁତ ଭଲ ଅଟେ। ଯଦି ଆପଣ ରାମନବମୀ ଦିନ ଉପବାସ ବ୍ରତ ନ କରିପାରନ୍ତି, ଫଳ ତା ସହିତ ମଧ୍ୟ ଆପଣ ସାତ୍ଵିକ ଆହାର ମଧ୍ୟ କରିପାରିବେ। ତେଣୁ ସକାଳୁ ଉଠି ଆପଣ ପ୍ରଭୁଙ୍କର ପୂଜା ଅର୍ଚ୍ଚନା କରିସାରିବା ପରେ, ଠାକୁର ପୂଜା କରିସାରିବା ପରେ, ଯେହେତୁ ସୂର୍ଯ୍ୟବଂଶ ଠାକୁରଙ୍କର ଆଜି ହେଉଛି ଆବିର୍ଭାବ ଦିନ, ତେଣୁ ଆପଣ ସୂର୍ଯ୍ୟଙ୍କୁ ନିଶ୍ଚିନ୍ତ ଭାବରେ ଆପଣ ଜଳର୍ଘ୍ୟ ପ୍ରଦାନ କରନ୍ତୁ। ରାଶି ଟିକେ ପକାଇ ସୂର୍ଯ୍ୟଙ୍କୁ ଜଳର୍ଘ୍ୟ ପ୍ରଦାନ କଲେ ବହୁତ ସୁଫଳ ମିଳିଥାଏ। ତେଣୁ ରାମନବମୀ ଦିନ ଯଦି ପ୍ରାତଃ ମୁହୂର୍ତ୍ତରୁ ଆପଣ ଉଠୁଛନ୍ତି, ସୂର୍ଯ୍ୟଙ୍କୁ ଜଳର୍ଘ୍ୟ ପ୍ରଦାନ କରୁଛନ୍ତି, ରାଶି ବା ଖସା ପକାଇ ଆପଣ ସୂର୍ଯ୍ୟଙ୍କୁ ଜଳର୍ଘ୍ୟ ପ୍ରଦାନ କରନ୍ତୁ। ତାପରେ ଦେବୀ ଦେବତାଙ୍କର ପୂଜା ପରେ ଆପଣମାନେ ମନେ ରଖିଥାନ୍ତୁ, ମଧ୍ୟାହ୍ନ ସମୟରେ ଯେହେତୁ ରାମଙ୍କର ଜନ୍ମ ହୋଇଥିଲା, ତେଣୁ ମଧ୍ୟାହ୍ନ ସମୟରେ ଶୟନ ନ କରି ଆପଣ ରାମଙ୍କର ସ୍ତୋତ୍ର ପାଠ କରନ୍ତୁ, ରାମଙ୍କର ସ୍ତୁତି ପାଠ କରନ୍ତୁ, ରାମାୟଣ ପାଠ କରନ୍ତୁ, ଯାହାଦ୍ୱାରା ଆପଣଙ୍କର ବହୁତ କୃପା ଶ୍ରୀରାମଙ୍କର ମିଳିଥାଏ। ଏମିତିକି ରାମ ମନ୍ଦିରରେ, ହନୁମାନଙ୍କ ମନ୍ଦିରରେ ମଧ୍ୟ ଆପଣ ହନୁମାନଜୀଙ୍କର ଚାଳିଶା ସହିତ ରାମଙ୍କର କ'ଣ ନା ଅବତାର ଆପଣ ପାଠ କରିପାରିବେ। ଭୟ ପ୍ରକଟ କୃପାଲା ଦୀନ ଦୟାଲା କୌଶଲ୍ୟା ହିତକାରୀ, ଆପଣ ଏଇ ମନ୍ତ୍ରକୁ ଆପଣମାନେ ପାଠ କରିପାରିବେ। ଯେହେତୁ ରାମ ଅବତାର ମଧ୍ୟ ଶୁଣିପାରିବେ, ୟୁଟ୍ୟୁବରେ ସର୍ଚ୍ଚ କରିବେ ରାମ ଅବତାର ଶୁଣନ୍ତୁ, ଯାହାକି ରାମଙ୍କର କୃପା ମିଳିବ। ରାମ ନାମ ଜପ ମଧ୍ୟ କରିପାରିବେ, ମାଳରେ ମଧ୍ୟ ରାମ ଜପ କରିବେ। ଆପଣ ରାମ ନାମ ଥରେ ମାତ୍ର ଜପ କଲେ, ଯାହାକି ଅନ୍ୟ ନାମ ଅପେକ୍ଷା ରାମ ନାମ ଶ୍ରେଷ୍ଠ। ତେଣୁ ଆପଣ ଜାଣିଛନ୍ତି, ଜନ୍ମରେ ରାମ ନାମ, ମୃତ୍ୟୁରେ ରାମ ନାମ ସତ୍ୟ ହେ, ହରିନାମ ସତ୍ୟ। ଆଉ ଏହି ଦିନ କ'ଣ କରିବେ ପ୍ରତିକାର, ସନ୍ଧ୍ୟା ସମୟରେ ଆପଣ ନିକଟରେ ଥିବା ହନୁମାନ ମନ୍ଦିର, ଯେଉଁଥିରେ ରାମ ଲକ୍ଷ୍ମଣ ସୀତା ଆଉ ହନୁମାନ ଥିବେ, ଆପଣ ସେଇ ରାମ ଲକ୍ଷ୍ମଣ ସୀତା ଆଉ ହନୁମାନଙ୍କର ଥିବା ସେଇ ମନ୍ଦିରକୁ ଆପଣ ଯାଆନ୍ତୁ, ଆଉ ଘିଅର ଦୀପଟି ଆପଣ ଜାଳନ୍ତୁ, ଆଉ ଜାଳି ନିଜର ମନୋକାମନା ଆପଣ ପୂର୍ଣ୍ଣ ପାଇଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରନ୍ତୁ। ଏହି ଦିନ ମଧ୍ୟ ତୁଳସୀ ଆପଣ 108 ଯଦି ରାମଙ୍କର ଉପରେ ଚଢ଼ାଉଛନ୍ତି, ଆପଣ ଯେକୌଣସି ମନୋକାମନା ନିହାତି ଭାବରେ ପୂର୍ଣ୍ଣ ହେବ। 108ଟି ଆପଣ ତୁଳସୀର ଯେଉଁ ପାଖୁଡ଼ା ରହିଛି, ଆପଣ ତୁଳସୀ ପାଖୁଡ଼ା ଛିଡ଼େଇ ଆପଣ ପ୍ରଭୁଙ୍କର ଉପରେ ଆପଣ ସେଦିନ ନିଜର ମନୋକାମନା, ନିଜର ପୁଅ ହେଉ ଝିଅ ହେଉ ମନୋକାମନା ପୂର୍ଣ୍ଣ ପାଇଁ ଆପଣ ଚଢ଼େଇ ପାରିବେ। ତା ସହିତ ସିନ୍ଦୁର ହନୁମାନଜୀଙ୍କୁ ଅର୍ପଣ କରନ୍ତୁ, ଚନ୍ଦନ ପ୍ରଭୁ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ, ତା ସହିତ ପଦ୍ମ ପୁଷ୍ପ ଯଦି ପ୍ରଭୁଙ୍କୁ ଅର୍ପଣ କରୁଛନ୍ତି, ଆପଣଙ୍କ ଘରର ଅଶାନ୍ତି ମଧ୍ୟ ଦୂର ହୋଇଥାଏ। ଗୋଟେ ପଦ୍ମ ଫୁଲ ନିହାତି ସେଦିନ ଅର୍ପଣ କରନ୍ତୁ। ଚିନ୍ତା ଦୂର ପାଇଁ, ଆପଣଙ୍କର ମାନସିକ ଚିନ୍ତା ଦୂର ପାଇଁ ଆପଣ କିଛି ଦୁବ ମଧ୍ୟ ପ୍ରଭୁଙ୍କ ପାଖରେ ଅର୍ପଣ କରନ୍ତୁ। ତା ସହିତ ଆପଣଙ୍କର ଶୁଭ ନିଶ୍ଚିନ୍ତ ଭାବରେ ହେବ। ସେଇଠି ବସି ଆପଣମାନେ ଶ୍ରୀରାମଙ୍କର ସ୍ତୁତି ଆପଣ ପାଠ କରନ୍ତୁ, ବା ମୋବାଇଲରେ ଶ୍ରୀରାମ ସ୍ତୁତି ମାରି ମନ୍ଦିରରେ ଆପଣ ଶ୍ରବଣ କରି ଧ୍ୟାନପୂର୍ବକ ପ୍ରଭୁଙ୍କୁ ପ୍ରଣାମ କରିବେ। ଶ୍ରୀରାମ ଜୟ ଜୟ ରାମ ସଂକଟ ମୋଚନ ହନୁମାନ, ଏହି ମନ୍ତ୍ରକୁ ଆପଣ 108 ଥର ନିହାତି ଭାବରେ ପାଠ କରନ୍ତୁ। ଦେଖିବେ ଆପଣଙ୍କର ନିହାତି ମନୋକାମନା ଯାହା ଚିନ୍ତା କରିବେ ତାହା ପୂର୍ଣ୍ଣ ହେବ। ଭକ୍ତବନ୍ଧୁ, ଏହା ଥିଲା ରାମନବମୀରେ ଆପଣ ନୂତନ ବସ୍ତ୍ର ଧାରଣ କରିବା ସହିତ କେବେ ବି ଆପଣ କ'ଣ କରନ୍ତୁ ନା, କେବେ ବି ବାସି ଅଇଁଠା ତା ସହିତ ମଧ୍ୟ ଆପଣ ଯେହେତୁ ରାମଙ୍କର ନବମୀ ପାଳନ କରୁଛନ୍ତି, ଈର୍ଷା କରିବା, ହିଂସା କରିବା, ସବୁବେଳେ ସେଦିନ ମିଥ୍ୟା କହିଲେ ମହାପାପ ଲାଗିଥାଏ। କାହିଁକିନା ସତ୍ୟର ପୂଜାରୀ ଥିଲେ ପ୍ରଭୁ ଶ୍ରୀରାମ। ଖାଲି ସେତିକି ନୁହେଁ, ଆପଣମାନେ ମନେ ରଖିଥାନ୍ତୁ, ରାମଙ୍କର ଯେ ଆଦର୍ଶ ହେଉଛି ଜୀବନରେ ସବୁକିଛି ଆପଣ। ତେଣୁ ଆପଣ ରାମ ନାମ ଧରିଲେ, ଆପଣ ଜାଣନ୍ତି କି ରାମ ନାମ ଧରିବାର ଲାଭ, ରକାରଟି ଅଗ୍ନିବୀଜ, ଆକାରଟି ତପନ, ମକାରଟି ଚନ୍ଦ୍ରବୀଜ, ରାଜୀବ ଲୋଚନ, ର ଯୁକ୍ତ ଆ ଯୁକ୍ତ ମ, ଆପଣ ଜାଣନ୍ତି ରାମ। ରକାର ହେଉଛି ଅଗ୍ନିବୀଜ, ଅଗ୍ନିର କାର୍ଯ୍ୟ ହେଉଛି କ'ଣ ନା ପୋଡ଼ିଦେବା। ଯେଉଁମାନେ ରାମ ନାମ ଧରନ୍ତି ତାଙ୍କର ପାପ ପୋଡ଼ିଯାଏ। ତାପରେ ଆକାରଟି ହେଉଛି ତପନ, କହିଲେ ସୂର୍ଯ୍ୟ। ଯେଉଁମାନେ ରାମ ନାମ ଧରନ୍ତି ତାଙ୍କ ଜୀବନ ଆଲୋକିତ ହୋଇଯାଏ, ସୂର୍ଯ୍ୟଙ୍କର କାର୍ଯ୍ୟ ଆଲୋକିତ ପ୍ରଦାନ କରିବା। ତାପରେ ମକାରଟି ହେଉଛି ଚନ୍ଦ୍ରବୀଜ, ଅର୍ଥାତ୍ ଚନ୍ଦ୍ରର କାର୍ଯ୍ୟ ହେଉଛି ଶୀତଳତା ପ୍ରଦାନ କରିବା। ଯେଉଁମାନେ ରାମ ନାମ ଧରନ୍ତି ତାଙ୍କ ଜୀବନ ଶୀତଳତାରେ ଭରିଯାଏ। ରାମଚନ୍ଦ୍ର ଆମର ଆଦର୍ଶ ହେଉ, ପିତୃ ସତ୍ୟ ପାଳି ରାମ ବନବାସକୁ ଗଲେ, ତେଣୁ ଆମେ ରାମଙ୍କୁ କେବଳ ମାନିଲେ ହେବନି। ରାମଚନ୍ଦ୍ର ଯେମିତି ନିଜ ପିତାମାତାଙ୍କର ଆଦେଶକୁ ପାଳନ କରି ବନକୁ ଯାଇଥିଲେ, ସେମିତି ଆମେ ପିତାମାତାଙ୍କର ବାକ୍ୟକୁ ପାଳନ କରିବା ଦରକାର, ପିତାମାତାଙ୍କୁ ପ୍ରଣାମ କରିବା ଦରକାର। ପ୍ରାତଃ କାଳକେ ଉଠି ରଘୁନାଥ, ମାତ ପିତୁ ଗୁରୁ ନାମି ମାତା,
ସକାଳୁ ଉଠି ରାମଚନ୍ଦ୍ର ମାତା ପିତା ଗୁରୁଙ୍କୁ ହିଁ ପ୍ରଣାମ କରନ୍ତି। ତ ସେଥିପାଇଁ ଯେଉଁମାନେ ମାତା ପିତା ଗୁରୁଙ୍କୁ ପ୍ରଣାମ କରନ୍ତି ରାମଙ୍କର ଅଶେଷ କୃପା ସେମାନେ ପ୍ରାପ୍ତି କରନ୍ତି। ଆଉ ଏଇ ଦିନ ଆପଣ ନିଶ୍ଚୟ ପିତା ମାତା ଗୁରୁଙ୍କୁ ପ୍ରଣାମ କରନ୍ତୁ, ଯାହାଦ୍ୱାରା ରାମଙ୍କର କୃପା ଆପଣଙ୍କ ଉପରେ ନିହାତି ଭାବେ ରହିବ। ଯଦି ଯେଉଁଠୁ ଦୀକ୍ଷା ନେଇଛନ୍ତି, ଯେଉଁଠି ଗୁରୁ ଗ୍ରହଣ କରୁଛନ୍ତି, ତାଙ୍କୁ ପ୍ରଣାମ କରନ୍ତୁ। ତ ସହିତ ମଧ୍ୟ ଏଇ ଦିନ ଆପଣ କିଛି ଦାନ ମଧ୍ୟ କରନ୍ତୁ, ଯାହାଦ୍ୱାରା ରାମଙ୍କର କୃପା ଆପଣଙ୍କ ଉପରେ ରହିବ। କାହିଁକିନା ଅସହାୟ ଗରିବ ଲୋକଙ୍କୁ ଦାନ କଲେ ବହୁତ ସୁଫଳ ମିଳେ। ଯଦି ଆପଣ ଆମର ଆମ୍ବୁଲାନ୍ସ ସେବାକୁ ମଧ୍ୟ ଦାନ ଦେବା ପାଇଁ ଚାହାନ୍ତି, ସ୍କ୍ରିନ୍ରେ ଚାଲୁଥିବା ନମ୍ବରରେ କଲ୍ କରିକି ଆପଣ ଦାନ ପଠାଇ ପାରିବେ। ଭିଡ଼ିଓକୁ ବହୁମାତ୍ରାରେ ସେୟାର କରିବେ, ଆଉ ଚ୍ୟାନେଲରେ ଯଦି ନୁହେଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ପଞ୍ଚ